ଧରାକୋଟ ଥାନା ଅନ୍ତର୍ଗତ ମୁକ୍ତାପୁଞ୍ଜି ନିକଟରେ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ। ମୃତ ବ୍ୟକ୍ତି ଜଣକ ହେଲେ କିଶୋର ଚନ୍ଦ୍ରପଲ୍ଲୀର 48 ବର୍ଷୀୟ କିଶୋର ମୁନି। ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚିଥିବା ବେଳେ ମୃତ ବ୍ୟକ୍ତିଙ୍କର ମୃତ୍ୟୁ କିପରି ହୋଇଛି ତାହା ଅସ୍ପଷ୍ଟ ରହିଛି। ଏପଟେ କିଶୋରଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିକୁ ଚିହ୍ନଟ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ମେଡିକାଲକୁ ପଠାଇଥିବା ବେଳେ ମୃତ୍ୟୁର କାରଣ ବ୍ୟବଚ୍ଛେଦକ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।